ଆଜି ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଏମ୍ସ ସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପଣ କରିଥିଲେ। ସେହିପରି ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି 68,160 କୋଟିର 18ଟି ପ୍ରକଳ୍ପ, ଯେଉଁଥିରେ ସମ୍ବଲପୁର ରେଲୱେ ଷ୍ଟେସନର ନବୀକରଣ ଶୁଭ ଦିଆଯିବା ସହ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ୍କୁ ସୋନପୁର ଆଗକୁ ଲୋକାର୍ପିତ ହେବା ସହ ସୋନପୁରରୁ ପୁରୀକୁ ନୂଆ ଟ୍ରେନ୍ ଚଳାଚଳ ଶୁଭାରମ୍ଭ ହୋଇଛି। ଏନ୍ଟିପିସିର 2ଟି ପ୍ରକଳ୍ପର ଲୋକାର୍ପଣ ସାଙ୍ଗକୁ ବ୍ରାହ୍ମଣୀ ନଦୀରେ 2ଟିକିଆ ପୋଲର ଉଦ୍ଘାଟନ। ଝାରସୁଗୁଡ଼ାର ପୁରାତନ ପୋଷ୍ଟ ଅଫିସକୁ ଐତିହ୍ୟ ପ୍ରକଳ୍ପ ଭାବେ ଲୋକାର୍ପଣ କରିଥିଲେ। ଏହାପରେ ରେମେଟ୍ର ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏହି ସମାବେଶର ନାଁ ରହିଛି ବିଶାଳ ଗ୍ୟାରେଣ୍ଟି ସମାବେଶ। ପଶ୍ଚିମ ଓଡ଼ିଶାର 5ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ। ଏହି ସମାବେଶରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୋଦିଙ୍କ ଗସ୍ତ ବେଳେ 70 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରିବା ସହ ସୁରକ୍ଷା ଦାୟିତ୍ୱରେ 7 ଜଣ କମାଣ୍ଡୋ ସହ ପ୍ରାୟ 300 ଅଫିସରଙ୍କୁ ନିୟୋଜିତ କରାଯାଇଛି। ପୁଲିସ ରେଞ୍ଜ ଅନ୍ତର୍ଗତ 4ଟି ଜିଲ୍ଲାର